ଆପଣ କେତେ ବର୍ଷ ହେଲା ପୂଜା କମିଟିରେ? ଆମେ 50 ବର୍ଷ ହେଲା ରହିବୁ। ସୁରୁଖୁରୁରେ ପୂଜା ଦାୟିତ୍ୱ ଆପଣଙ୍କର? ବାପା ମାନେ ତାଙ୍କ ସାଙ୍ଗସାଥି ମାନେ ସମସ୍ତେ ଆସିକି ଏଇଟା କରିଥିଲେ, ମନ୍ଦିର ବି ତିଆରି କରିଥିଲେ। ଆଉ ସେଠି ପୂଜାରୀ ରଖି ଆଉ ଆଖପାଖରେ ଠାକୁରଙ୍କର 5 ଏକର ଜମି ଅଛି, ସେଇଠି ପୂଜା ପାଇଁ ସବୁଦିନ ଭୋଗ ରନ୍ଧା ହେଇକି ଠାକୁରଙ୍କର ନୀତି ଦିଆ ହେବ। ଏ ବର୍ଷ ଦୀପ କେତେବେଳେ ଉଠିବ ସମୟ ନିର୍ଦ୍ଦିଷ୍ଟ? 10ଟା ଭିତରେ। ଧନ୍ୟବାଦ। ଆପଣ ପରିଚୟ? ମୁଁ ଗତିକୃଷ୍ଣଙ୍କର ଘର ହେଲା ଦାମୋଦର। ଆପଣ କେତେ ବର୍ଷ ହେଲା ମନ୍ଦିର ଦାୟିତ୍ୱ ବୁଝି ଆସୁଛନ୍ତି? ମନ୍ଦିର ଦାୟିତ୍ୱ ମୁଁ ବୁଝିଲିଣି 40 ବର୍ଷ ଖଣ୍ଡେ ହେବ, କିନ୍ତୁ ମନ୍ଦିର ହେଇଗଲାଣି 40-35 ବର୍ଷ ଉପରେ। 55-56 ମସିହାରୁ ମନ୍ଦିର ଆରମ୍ଭ ହେଇଛି। ମୋ ବାପା ଜେଜେବାପା ମାନେ ତାକୁ ତିଆରି କରିଥିଲେ, ତାପରେ ଆମେ ତାକୁ ଅନୁସାରେ ଦାୟିତ୍ୱ ବୁଝି ଆସୁଛୁ। ମୁଁ ଏଇ ଯେ ଠାକୁରଙ୍କ ନାଁ କ'ଣ? ବଟେଶ୍ୱର। ତାପରେ ବିଭିନ୍ନ ନାଁ ଦିଆକି ଯାଉଛି, କିନ୍ତୁ ମୂଳ ନାମ ବଟେଶ୍ୱର। ଆମର ଯେଉଁ ପ୍ରତିବର୍ଷ ମହାଶିବରାତ୍ରି ପାଳନ ହେଉଛି ଜାଗର ପାଇଁ, କେମିତି କ'ଣ ଲୋକଙ୍କ ପାଇଁ ବ୍ୟବସ୍ଥା? ଲୋକମାନଙ୍କ ପାଇଁ ସାହାଯ୍ୟ କରୁଛନ୍ତି, ଲୋକଙ୍କ ସାହାଯ୍ୟରେ କିନା ମନ୍ଦିର ଚାଲିଛି। ସେ ପରିଚୟ ନେବ। ଏ ମନ୍ଦିର କମିଟିରେ ଆମେ ଅଛୁ। ଏ ମନ୍ଦିରରେ ଜାଗର ଯାତ୍ରା ମନ୍ଦିର ହେଲା ଦିନଠାରୁ ଯେପରିକି 70 ବର୍ଷରୁ ଉର୍ଦ୍ଧ୍ୱ ଏଠାରେ ହେଇ ଆସୁଛି। এই জাগর যাত্রা দিন যেমনি ঠাকুরଙ୍କର সাধারণ পূজা হওয়া কথা সমস্ত পূজা হয়ে মহাশিবরাত্রি সময় আমার নির্বন্ধ হয়ে থাকে। সেই সময় 10টা পরে পূজা দীপ উঠে এবং সেদিন দীপ উঠি সারা পরে 300-400 লোকଙ୍କର প্রসাদ ଅନ୍ନପ୍ରସାଦ ହେଇଥାଏ। ସମସ୍ତଙ୍କୁ ଅନ୍ନପ୍ରସାଦ ଦିଆଯାଏ। এই ପୂଜା ପ୍ରାୟ 50 ବର୍ଷ ହେଲାଣି ହେଇ ଆସିଛି, କିନ୍ତୁ ସବୁ ପୂଜାର ଏ ପୂଜାର ସମସ୍ତ ଖର୍ଚ୍ଚ এই ଗାଁର ଲୋକମାନେ ସାଧାରଣ ଲୋକମାନେ ଯିଏ ଯେମିତି ଦାନ କରିକି ତାରି ଖର୍ଚ୍ଚରେ କରାଯାଏ। ଧନ୍ୟବାଦ।